ଦଶହରା ପାଇଁ ଘସିପୁରା ଅଞ୍ଚଳ ଉତ୍ସବ ମୁଖର। ଶାରଦୀୟ ନବରାତ୍ର ଓ ଦଶହରା ପାଇଁ ଉତ୍ସବ ମୁଖର ହୋଇପଡ଼ିଛି କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳ। ଏହି ଉପଲକ୍ଷେ ଘସିପୁରା ଥାନା ସମ୍ମୁଖରେ ସାର୍ବଜନୀନ ମା ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମା ପୂଜା ପାଇ ଆସୁଛନ୍ତି। ଦଶହରା ଉପଲକ୍ଷେ ସମସ୍ତ ଘସିପୁରା ବ୍ଲକର ସମସ୍ତ ବର୍ଗର ଶିକ୍ଷକମାନଙ୍କ ପାଇଁ ମୋର ହାର୍ଦ୍ଦିକ ଅଭିନନ୍ଦନ, ଶୁଭେଚ୍ଛା। ତାଙ୍କର ଏଇ ଯେଉଁ ଶାରଦୀୟ ଦୁର୍ଗା ପୂଜା ଅବସରରେ ସମଗ୍ର ଶିକ୍ଷକ ଭାଇ ଭଉଣୀମାନେ, ଶିକ୍ଷକ ପରିବାର, ସମସ୍ତ ବର୍ଗର ଶିକ୍ଷକ ଭାଇ ଭଉଣୀମାନଙ୍କୁ ମୁଁ ଶୁଭକାମନା ଜଣାଉଛି। ସେମାନେ ସଂକଳ୍ପ ନେଇ ଆଗାମୀ ଦିନରେ ନିଜକୁ ଶିକ୍ଷା ସ୍ତରରେ କେତେ ପ୍ରତିଷ୍ଠିତ କରିବେ, ଆଜି ଏ ଦିନରେ ସେମାନେ ମୋର ତାଙ୍କ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ତାଙ୍କ ପରିବାର ବର୍ଗ, ଶିକ୍ଷକ ଭାଇ ଭଉଣୀମାନେ ସମସ୍ତେ ସୁଖ ଶାନ୍ତି ସମୃଦ୍ଧିର କାମନା କରୁଛି। ତାଙ୍କ ପରିବାର ବର୍ଗ ଏବଂ ତାଙ୍କ ଛାତ୍ରଛାତ୍ରୀ ସମସ୍ତଙ୍କ ଆଗାମୀ ଦିନ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଖପାଖ ଅଞ୍ଚଳରୁ ଏଠାକୁ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ସମାଗମ ଦେଖିବାକୁ ମିଳିଛି। ଏହାଛଡ଼ା ସୁଦୃଶ୍ୟ ତୋରଣ ସାଙ୍ଗକୁ ରଙ୍ଗୀନ ଆଲୋକମାଳା ମାଆଙ୍କ ପୂଜା ମଣ୍ଡପକୁ ଆକର୍ଷଣୀୟ କରିଛି। ସେହିପରି ସାଇଁକୁଳ, ରାମଚନ୍ଦ୍ରପୁର ଏବଂ ବଳରାମପୁରଠାରେ ମଧ୍ୟ ମାଆଙ୍କ ମୂର୍ତ୍ତି ସ୍ଥାପନା କରାଯାଇ ପୂଜାର୍ଚ୍ଚନା ଚାଲିଛି। ବିଜୟାଦଶମୀ ଦଶହରା ଉପଲକ୍ଷେ ମୋର ଦେଓଗାଁ ଜନସାଧାରଣଙ୍କୁ ନମସ୍କାର ଏବଂ ଶୁଭେଚ୍ଛା ଜଣାଉଛି ଯେ ସମସ୍ତଙ୍କ ଆଗାମୀ ଦିନରେ କେମିତି ଭଲରେ ରହିବେ, ସମସ୍ତଙ୍କ ଦେହ ଭଲ ରହିବ ଏବଂ ପଞ୍ଚାୟତବାସୀଙ୍କର ଉନ୍ନତି ଉତ୍ତରୋତ୍ତର କାମନା କରି ଧନ୍ୟବାଦ ଜଣାଉଛି। ଏହି ଅବସରରେ ପୂଜା ମଣ୍ଡପରେ ମାଆଙ୍କୁ ଦର୍ଶନ କରି ମାଆଙ୍କର ଆଶୀଷ ଲାଭ କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରୁଛନ୍ତି। ଏଥିପାଇଁ ପୂଜା ମଣ୍ଡପ ଗୁଡ଼ିକରେ ପ୍ରବଳ ଜନସମାଗମ ଦେଖିବାକୁ ମଧ୍ୟ ମିଳିଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ଓ ପୂଜା କମିଟିର କର୍ମକର୍ତ୍ତାମାନେ ସବୁ ପ୍ରକାର ବ୍ୟବସ୍ଥା କରାଇଛନ୍ତି। ପବିତ୍ର ବିଜୟା ଦଶମୀ ଓ ଦଶହରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ଘସିପୁରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶିବପ୍ରସାଦ ଜେନା, ସେହିପରି ଦେଓଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ସତ୍ୟରଞ୍ଜନ ଭୂୟାଁ। ଦଶହରା ଉପଲକ୍ଷେ ମାଆଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି। ଘସିପୁରାରୁ ଗଗନ ବିହାର ଦାସଙ୍କ ରିପୋର୍ଟ, ଓଡ଼ିଶା ନ୍ୟୁଜ୍।